ଚାଷ ଜମି ଉପରେ ଅଚାନକ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କଲା ନୌସେନାର ଏକ ହେଲିକପ୍ଟର। ସୂଚନା ମୁତାବକ ଭାରତୀୟ ନୌସେନା ଦିବସରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଅମରଦା ଗାଁଠାରେ ଚାଷ ଜମି ଭିତରେ ନୌସେନା ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଥିବା ଦେଖିବାକୁ ମିଳିଛି। ଚାଷ ଜମିରେ ଚାଷୀମାନେ ଧାନ କାଟୁଥିବା ସମୟରେ ଦେଖିବାକୁ ପାଇଥିଲେ ଏକ ହେଲିକପ୍ଟର ଧାନ ଚାଷ ଜମି ମଧ୍ୟରେ ଓହ୍ଲାଇବାକୁ ଚେଷ୍ଟା କରୁଛି। ତେବେ ଗୋଟିଏ ଚାଷ ଜମି ଭିତରେ ଓହ୍ଲାଇବାକୁ ଚେଷ୍ଟା କରୁଥିବା ବେଳେ ଧାନ କୁଟା ଉଡ଼ିବାରୁ ସେଠାରେ ଅବତରଣ କରିନପାରି ଅନ୍ୟ ଏକ ଧାନ କଟା ହୋଇଥିବା ଫାଙ୍କା ଚାଷ ଜମିରେ ଅବତରଣ କରିଥିଲା। ଦୀର୍ଘ 30 ମିନିଟ୍ ଧରି ପାଇଲଟ ହେଲିକପ୍ଟରରୁ ଓହ୍ଲାଇ ଯାନ୍ତ୍ରିକ ତ୍ରୁଟିକୁ ସୁଧାରିଥିଲେ। କିଛି ସମୟ ପରେ ପୁଣି ଉଡ଼ିବାକୁ ସକ୍ଷମ ହୋଇଥିଲା ନୌସେନା ହେଲିକପ୍ଟର। ତେବେ ଏହି ଘଟଣା ଦେଖି ଚାଷ ଜମିରେ କାର୍ଯ୍ୟରତ ଲୋକେ ଭୟଭୀତ ଥିବା ପରିଲକ୍ଷିତ ହୋଇଥିଲା। ଅପରପକ୍ଷରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନୌସେନା ହେଲିକପ୍ଟର ଦେଖିବାକୁ ଭିଡ଼ ଜମିଥିଲା। ମୁଁ ଶ୍ରୀ ମିନକେତନ ମହାନ୍ତି, ଅମରଦା ରାସଗୋବିନ୍ଦପୁର ଥାନା, ମୟୂରଭଞ୍ଜ ଜିଲ୍ଲା। ହଠାତ୍ ଗୋଟେ ନେଭିର ଗୋଟେ ହେଲିକପ୍ଟରଟା ସେ ଯାନ୍ତ୍ରିକ ତ୍ରୁଟି ପାଇଁ ଆମର ଅମରଦାର ପେଟ୍ରୋଲ ପମ୍ପ ପାଖରେ ମାନେ ଅବତରଣ କରିଲା। କିନ୍ତୁ ମାତ୍ର ସେଠି ବହୁତ ସେ ଚାଷ ଜମିରେ ମାନେ ବହୁତ କୁଟା ଗୁଡ଼ା ପଡ଼ିଥିଲା, ସେଥିପାଇଁ ସେ ଆଉ ସେଠି ଲ୍ୟାଣ୍ଡିଂ ନ କରିପାରି ଆଉ ଟିକେ ଜାଗାକୁ ଯାଇକି ଉଠେଇଲା। ଲୋକମାନେ ଭୟଭୀତ ହୋଇ ଆସି ସାଙ୍ଗେ ସାଙ୍ଗେ ବହୁତ ସଂଖ୍ୟାରେ ରୁଣ୍ଡ ହୋଇଯାଇଥିଲେ। ଅନୁଭବ ତ ହଠାତ୍ ଏଭଳି ହବାଟା ଗୋଟେ ଆମେ ଦୁର୍ଘଟଣା ଭଳି ଭାବୁଛୁ। ତେଣୁ ଦୁର୍ଘଟଣାଟାକୁ ଆକ୍ଚୁଆଲି ଆମେ ହଠାତ୍ ଏଭଳିଆ ପରିସ୍ଥିତି ଯାହାକି ତାଙ୍କର ନୌସେନା ମାନେ ବନ୍ଦ କରିପାରୁନାହାନ୍ତି ଆଜ୍ଞା। ତେଣୁ ବର୍ତ୍ତମାନ ଷ୍ଟାର୍ଟିଂ ଅବସ୍ଥାରେ ପଡ଼ି ରହିଛି। ତେଣୁ ସମସ୍ତେ ଭୟଭୀତ ହେଉଛନ୍ତି, କାହିଁକିନା ମାନେ ଚାଷ ଜମି କ୍ଷତି କ୍ଷୟ ହେଇଯିବ କି କ'ଣ, ସମସ୍ତେ ଟିକେ ଆଶ୍ଚର୍ଯ୍ୟଜନିତ ରୂପରେ ହେଉଛି ସେଟା, ବୁଝିଲେ ନା। ବ୍ୟୁରୋ ରିପୋର୍ଟ, ପ୍ରତିଧ୍ୱନି ଖବର। ଯଦି ଆମ ଚ୍ୟାନେଲ ଭଲ ଲାଗିଲା ତେବେ ଲାଇକ୍, ସେୟାର ଓ ସବସ୍କ୍ରାଇବ କରିବେ।